ପରିସ୍ଥିତିର ବାହାନା ଦେଖାଇ ସମ୍ପର୍କ ଭାଙ୍ଗୁଥିବା ଲୋକ ଜୀବନରେ କଦାପି ସମ୍ପର୍କର ମୂଲ୍ୟ ବୁଝିପାରେନି କି କେବେ ଶାନ୍ତିରେ ମଧ୍ୟ ରହିପାରେନି। ଯେଉଁମାନେ ମିଠା କଥା କହି ଦାନ ଦେଉଥିବେ, ଜ୍ଞାନୀ ହୋଇ ନମ୍ର ହେଉଥିବେ, ଧନବନ୍ତ ହୋଇ ବିଷୟ ବାସନା ପ୍ରତି ମମତା ରଖିନଥିବେ, ବୀର ହୋଇ ପରାଜିତ ଶତ୍ରୁ ପ୍ରତି କ୍ଷମା ଆଚରଣ କରୁଥିବେ, ଏହିପରି ଲୋକମାନେ ଭକ୍ତି ଓ ସ୍ନେହ ଲାଭ କରିଥାନ୍ତି। ଜ୍ଞାନ କୌଶଳରେ ଅଗ୍ରଗତି କରିହୁଏ ସତ, ହେଲେ ଏହା ସାହାଯ୍ୟରେ ଅନ୍ୟକୁ ନିୟନ୍ତ୍ରଣ କରିବା ଅସମ୍ଭବ। ଯେଉଁ ବ୍ୟକ୍ତି ପରିଶ୍ରମ ଦ୍ୱାରା ଧନ ସମ୍ପତ୍ତି ଅର୍ଜନ କରେ, ସେହି ବ୍ୟକ୍ତି ହିଁ ଜାଣେ କଷ୍ଟ କ'ଣ। କିନ୍ତୁ ଯେଉଁ ବ୍ୟକ୍ତି ବିନା ପରିଶ୍ରମରେ ସବୁକିଛି ପାଇଯାଏ, ସେହି ବ୍ୟକ୍ତି ଜାଣେ ନା ଜୀବନର ବାସ୍ତବତା କ'ଣ। ସଚ୍ଚୋଟ ଲୋକ ବୁଦ୍ଧିମାନ ହୋଇ ବି ଧୋକା ଖାଇଯାଆନ୍ତି, କାରଣ ସେ ନିଜ ଭଳି ଅନ୍ୟକୁ ବି ସଚ୍ଚୋଟ ଭଳି ବିଶ୍ୱାସ କରିନିଅନ୍ତି। ମିଛ ବହୁତ ସହଜ ଓ ସୁନ୍ଦର, କିନ୍ତୁ ସେଥିରେ ମିଳିଥିବା ଖୁସି ମୂଲ୍ୟହୀନ। ସତ ବହୁତ କଠୋର ଓ ନିଷ୍ଠୁର, କିନ୍ତୁ ସେଥିରୁ ମିଳିଥିବା ଖୁସି ଓ ଆତ୍ମତୃପ୍ତି ବହୁତ ମୂଲ୍ୟବାନ। ସତ କଥାଟିଏ ଛୋଟ ଓ ସିଧା, କିନ୍ତୁ କହିବା ସହଜ ନୁହେଁ। ଅନ୍ୟକୁ ଜିଣିବାର ମୁଖ୍ୟ ଅସ୍ତ୍ର ହେଉଛି କ୍ଷମା। ଯାହା ମଣିଷର ଚେତନାକୁ ବିସ୍ତାରିତ କରେ, ତାହା ହେଉଛି ପ୍ରକୃତ ଶିକ୍ଷା। ଭଲ ଭବିଷ୍ୟତ ଲାଭ କରିବାକୁ ଚାହୁଁଥିବା ବ୍ୟକ୍ତି ବର୍ତ୍ତମାନକୁ ଗୁରୁତ୍ୱ ଦେବା ଉଚିତ। ମନୁଷ୍ୟର ପ୍ରତିଟି କାର୍ଯ୍ୟ ଦ୍ୱାରା ହିଁ ନିଜର ଚିନ୍ତାଧାରାକୁ ପ୍ରତିଫଳିତ କରେ। ଜୀବନର ଗତି କୁଆଡ଼େ ହେବ, ତାହା ମୁଖ୍ୟତଃ ଆମ ନିଷ୍ପତ୍ତି ବା ସ୍ୱନିଷ୍ପତ୍ତି ଉପରେ ନିର୍ଭର କରେ। କେବଳ ପାଖରେ ଥିଲେ ନୁହେଁ, ଜଣେ ଯେତେବେଳେ ଆମ ପାଖରୁ ଦୂରେଇ ଯାଏ, ତାର ଆବଶ୍ୟକତାଟା କେତେ ବେଶୀ ଜଣାପଡ଼େ। ସ୍ୱପ୍ନ ଦେଖିବା ପାପ ନୁହେଁ, କିନ୍ତୁ ନିଜର ସ୍ୱପ୍ନକୁ ଭାଗ୍ୟ ହାତରେ ଛାଡ଼ିଦେବା ସବୁଠାରୁ ବଡ଼ ପାପ ହୋଇଥାଏ। ଭବିଷ୍ୟତରେ କାମରେ ଆସିବ ଭାବି କୌଣସି ଅଳିଆ ଆବର୍ଜନାକୁ ଘରେ ଠୁଳ କରି ରଖନ୍ତୁ ନାହିଁ। ବିଜେତା ଲକ୍ଷ୍ୟ ଉପରେ ଧ୍ୟାନ ଦିଅନ୍ତି, ବାଧା ଉପରେ ନୁହେଁ। ପ୍ରକୃତି ଓ ସୌଭାଗ୍ୟର ମିଳନରେ ହିଁ ଜଣେ ବ୍ୟକ୍ତି ସଫଳତା ଲାଭ କରିଥାଏ। ଏଣୁ ନିରନ୍ତର କଠିନ ପରିଶ୍ରମ କରି ଚାଲିବା ଉଚିତ। ପକ୍ଷୀମାନେ ବଞ୍ଚିଥିବା ବେଳେ ଜନ୍ଦା ପିମ୍ପୁଡ଼ିମାନଙ୍କୁ ଖାଇଥାନ୍ତି। ସେହି ପକ୍ଷୀଟି ମରିଗଲେ ଜନ୍ଦା ପିମ୍ପୁଡ଼ିମାନେ ତାକୁ ଖାଆନ୍ତି। ସମୟ ଓ ପରିସ୍ଥିତି କେତେବେଳେ ବି ପରିବର୍ତ୍ତନ ହୋଇପାରେ, ତେଣୁ ଆମେ କାହାରିକୁ ଛୋଟ ଭାବିବା ଉଚିତ ନୁହେଁ। ଭଗବାନଙ୍କ ଉପରେ ବିଶ୍ୱାସ ରଖ, କିନ୍ତୁ ନିଜ ଉଦ୍ୟମରେ ହେଳା କର ନାହିଁ। ଭଗବାନଙ୍କୁ ବାଦ ଦେଲେ ତୁମେ ଯଦି ଆଉ କାହାକୁ ପୂଜା କରିବ, ସେ ହେଉଛି ସମୟ। ଅନ୍ୟକୁ ଆଙ୍ଗୁଳି ନିର୍ଦ୍ଦେଶ କରିବା ପୂର୍ବରୁ କେବେ ଥରେ ନିଜ ହାତକୁ ଲକ୍ଷ୍ୟ କରିଛନ୍ତି କି? ଯଦି ନା, ତେବେ ଏବେଠୁ ଅଭ୍ୟାସ କରନ୍ତୁ। ଆପଣ ଜୀବନରେ ଉନ୍ନତି କରିବେ। ଥରେ କୌଣସି କାମ କରିବା ପୂର୍ବରୁ ଆପଣ ତାହା ବହୁବାର ଚିନ୍ତା କରନ୍ତୁ, ନଚେତ୍ ପଶ୍ଚାତାପ କରିବା ଶ୍ରେୟ ହେବ। ପରିସ୍ଥିତି ମଣିଷଠାରୁ ଅଧିକ ଶକ୍ତିଶାଳୀ। ପ୍ରେମ ହୁଏତ କେବେ ଆଘାତ ପହଞ୍ଚାଇପାରେ, କିନ୍ତୁ ବନ୍ଧୁତା ସର୍ବଦା ହିତ ସାଧନ ହିଁ କରିଥାଏ। ଅଧିକ ଧନ ଅପେକ୍ଷା ଅଧିକ ଯଶ ପସନ୍ଦ କରିବା ଉଚିତ। ଜଣେ ଉତ୍ତମ ସାଥୀ ଯାତ୍ରାର ଦୈର୍ଘ୍ୟକୁ କମାଇ ଦିଏ। ଯେପରି କୌଣସି କୋଠାଘର ପାଇଁ ସୁଦୃଢ଼ ମୂଳଦୁଆ ହେବା ଜରୁରୀ ଅଟେ, ସେହିଭଳି ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପ୍ରାପ୍ତ କରିବା ପାଇଁ ଅଙ୍ଗଦ ସମାନ ସଂକଳ୍ପର ଦୃଢ଼ତା ଜରୁରୀ। ଅତୁଟ ନିଶ୍ଚୟ, ଜ୍ଞାନଯୁକ୍ତ ଏବଂ ଯୁକ୍ତିଯୁକ୍ତ କର୍ମ ଅସମ୍ଭବକୁ ସମ୍ଭବ କରିଦିଏ। କୌଣସି କଥାରେ ଅଧୈର୍ଯ୍ୟ ନ ହୋଇ ନିଜ ପ୍ରତି ଦୃଢ଼ ଆତ୍ମବିଶ୍ୱାସ ରଖିବା ଉଚିତ। ନିଶ୍ଚୟ ବୁଦ୍ଧି, ସଚ୍ଚା ଭାବନା ଓ ଅଟଳ ବିଶ୍ୱାସର ଜୀବନ ଅନ୍ୟକୁ ପ୍ରେରଣା ଦିଏ। କଥାରେ ଅଛି, ମନୋବଳ ସୁଦୃଢ଼ ଥିଲେ ମୃତ୍ୟୁକୁ ମଧ୍ୟ ପରାସ୍ତ କରିହୁଏ। ଯେଉଁଠାରେ ଦୃଢ଼ତା ନାହିଁ, ସେଠାରେ ସ୍ଥିରତା ନାହିଁ, ଏବଂ ଯେଉଁଠାରେ ସ୍ଥିରତା ନାହିଁ, ସେଠାରେ ମନୁଷ୍ୟ ଦୃଢ଼ତାର ସହ କାମ କରିପାରିନଥାଏ। ପ୍ରତ୍ୟେକ କାର୍ଯ୍ୟ କରିବା ସମୟରେ ମନୁଷ୍ୟ ସମ୍ମୁଖରେ କିଛି ପରୀକ୍ଷା, ବାଧା, ସମସ୍ୟା, ଦ୍ୱନ୍ଦ୍ୱ ଏବଂ ଆଲୋଚନା ଉପସ୍ଥିତ ହୋଇଥାଏ। ମନୁଷ୍ୟ ପାଖରେ ଦୃଢ଼ତା ନଥିଲେ କାପୁରୁଷ ଭଳି କାର୍ଯ୍ୟ ଛାଡ଼ି ପଳାଇଯାଏ। ଯେଉଁ କର୍ମ କଲେ ଅନୁତାପ କରିବାକୁ ପଡ଼େ, ତାହା କୁକର୍ମ। ମାତ୍ର ଯେଉଁ କର୍ମ ଦ୍ୱାରା ମନରେ ଆନନ୍ଦ ଉଲ୍ଲାସ ସୃଷ୍ଟି ହୁଏ, ତାହା ସୁକର୍ମ। ପାପ କର୍ମର କୁଫଳ ସଙ୍ଗେ ସଙ୍ଗେ ମିଳେ ନାହିଁ,
ଯେପରି ସଜ ଦୁଗ୍ଧ ନିମିଷକେ ଛିଣ୍ଡି ଯାଏ ନାହିଁ। ପାଉଁଶ ଭିତରେ ନିଆଁ କୁହୁଳିଲା ପରି କୁକର୍ମର ଫଳ ମୂଢ଼ଜନଙ୍କୁ ଅଲକ୍ଷିତରେ ଦହନ କରୁଥାଏ। ବାସ୍ତବରେ ଅଳିକ ଜ୍ଞାନ ଓ ଖ୍ୟାତି ହିଁ ମୂଢ଼ଜନଙ୍କ ଧ୍ୱଂସର କାରଣ। ଯେହେତୁ ଏଗୁଡ଼ିକ ସେମାନଙ୍କ ଅନ୍ତର୍ନିହିତ ସୁପ୍ତ ପ୍ରବୃତ୍ତି ତଥା ସଦ୍ଜ୍ଞାନକୁ ଭ୍ରଷ୍ଟ କରିଦିଅନ୍ତି। ସାଧୁ ପୁରୁଷ ସବୁ ପ୍ରକାରର ତୃଷ୍ଣା ପରିହାର କରନ୍ତି। ଧର୍ମପରାୟଣ ବ୍ୟକ୍ତି ସୁଖ ସମ୍ଭୋଗର କାମନା ରଖି ବାକ୍ୟାଳାପ କରନ୍ତି ନାହିଁ। ଜ୍ଞାନୀଜନ ସୁଖ ତଥା ଦୁଃଖରେ ନିର୍ବିକାର ରହନ୍ତି। ମଣିଷ ଶରୀରର ସବୁଠାରୁ ସୁନ୍ଦର ଅଂଶ ହେଲା ତା ମନ। ଯଦି ମନ ସଫା ନଥିବ ତେବେ ଚମକୁଥିବା ଚେହେରାର କୌଣସି ମୂଲ୍ୟ ନଥାଏ। ସ୍ୱର୍ଗରେ ସବୁ କିଛି ଅଛି କିନ୍ତୁ ମୃତ୍ୟୁ ନାହିଁ। ଗୀତାରେ ସବୁ କିଛି ଅଛି କିନ୍ତୁ ମିଛ ନାହିଁ। ଦୁନିଆରେ ସବୁ କିଛି ଅଛି କିନ୍ତୁ କାହାରିକୁ ଶାନ୍ତି ନାହିଁ। ଆଜିର ମଣିଷ ପାଖରେ ସବୁ ଅଛି କିନ୍ତୁ ଧୈର୍ଯ୍ୟ ନାହିଁ। ଆଜି ଶରୀରରେ ଜୀବନ ଅଛି ତ ଲୋକେ ଦେଖନ୍ତି ନାହିଁ। ଯେବେ ଆତ୍ମା ବାହାରିଯିବ ତ କୋକେଇରୁ ଚଦର ଉଠେଇକି ଦେଖିବେ। ସମସ୍ତଙ୍କୁ ସମୟ ମିଳିଥାଏ ଜୀବନ ବଦଳାଇବାକୁ, ହେଲେ କାହାକୁ ଜୀବନ ମିଳେ ନାହିଁ ସମୟ ବଦଳାଇବାକୁ। ଗୁଣ ନଥିଲେ ରୂପ ବ୍ୟର୍ଥ, ବିନମ୍ରତା ନଥିଲେ ବିଦ୍ୟା ବ୍ୟର୍ଥ, ଉପଯୋଗ ନହେଲେ ଧନ ବ୍ୟର୍ଥ, ସାହସ ନଥିଲେ ଅସ୍ତ୍ରଶସ୍ତ୍ର ବ୍ୟର୍ଥ, ପରୋପକାର ନ କଲେ ଜୀବନ ବ୍ୟର୍ଥ। ଯେଉଁ ବ୍ୟକ୍ତି ଶରୀରରେ ଦୁର୍ବଳ କିନ୍ତୁ ମନ ଶାନ୍ତିରେ ଶକ୍ତିଶାଳୀ ଥାଏ ତାକୁ ଦୁନିଆର କୌଣସି ବଳ ହରାଇ ନଥାଏ। ଭାଙ୍ଗି ଯାଇଥିବା ବିଶ୍ୱାସ ଆଉ ହରେଇଥିବା ସମୟ କେବେ ବି ଫେରି ଆସେ ନାହିଁ। ଜୀବନରେ ଏମିତି କୌଣସି ଗୋଟିଏ ସମସ୍ୟା ନାହିଁ କି ଯାହାର ସମାଧାନ ନାହିଁ। ଧୈର୍ଯ୍ୟ ଧରି ରୁହ ଆଉ ନିଜର ଭାବନାକୁ ବଦଳାଇ ଦିଅ। ସମାଧାନର ବାଟ ଆପେ ଆପେ ମିଳେ। ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗେ ଭିଡ଼ିଓଟିକୁ ଲାଇକ୍ ଓ ସେୟାର କରନ୍ତୁ ଏବଂ ଏମିତି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନିଅନ୍ତୁ। ଆଜିର ଭିଡ଼ିଓରେ ଏତିକି। ମୋତେ ବିଦାୟ ଦିଅନ୍ତୁ। ଆପଣଙ୍କର ଦିନଟି ମଙ୍ଗଳମୟ ହେଉ। ଜୟ ଶ୍ରୀକୃଷ୍ଣ।